প্রিয় বন্ধুগণ ସମସ୍ତଙ୍କୁ ମାଷ୍ଟର ବିନାୟକ ଚ୍ୟାନେଲକୁ ସ୍ୱାଗତ କରେ। ବର୍ତ୍ତମାନ ଏଇ ଯୋଉ ପିକ୍ଚର ଆପଣ ଦେଖୁଛନ୍ତି ଇଏ ବର୍ତ୍ତମାନ ଟ୍ରେଣ୍ଡିଂ ରେ ଚାଲିଛି। ଯେତିକ ଡିଏଲଇଡି ସିଟି କ୍ୟାଣ୍ଡିଡେଟ୍ ଆଉ ବିଏଡ୍ କ୍ୟାଣ୍ଡିଡେଟ୍ ରହିଲେ ଯୋଉମାନେ ଜୁନିୟର ଟିଚରକୁ ଅପେକ୍ଷା କରିଥିଲେ ତ ସେମାନଙ୍କ ଭିତରେ ଏବେ ଗୋଟେ ମାହୋଲ ବନିଛି କି ଏଇ ଯୋଉ ଆସିଷ୍ଟାଣ୍ଟ ଟିଚର ରହିଛି ୟାର ରିକ୍ୱାରମେଣ୍ଟକୁ ନେଇକି 5,000 ଭଳିଆ କଣ ଭ୍ୟାକେନ୍ସି ଗଭର୍ଣ୍ଣମେଣ୍ଟ ଦଉଛି ବୋଲିକା ସିଏମଙ୍କର ଯୋଉ ଗ୍ରିଭେନ୍ସ ରହିଛି ସେଇଠି ପ୍ରକାଶ ପାଇଛି। ଅଭିଯୋଗ ସ୍ଥିତି ବିବରଣୀ ଟିକେଟ ଆଇଡି ପଞ୍ଜୀକୃତ ହୋଇଛି 11 ଫେବୃଆରୀ 2026। ଫଇସଲା ହୋଇଛି 12 ଫେବୃଆରୀ 2026। କାର୍ଯ୍ୟାନୁଷ୍ଠାନ ବିବରଣୀ ଦ ଫାଇଲ ଇଜ ଅଣ୍ଡର ପ୍ରୋସେସ ଫର ରିକ୍ୱାରମେଣ୍ଟ ଅଫ 5,000 ଟିଚର ଆଟ୍ ଏ ପ୍ରେଜେଣ୍ଟ ଦ ଫାଇଲ ଇଜ ଲାଇଂ ୱିଥ ଲ ଡିପାର୍ଟମେଣ୍ଟ। ଏବେ ରିସେଣ୍ଟଲି ଗୋଟେ ରୁ 2 ଦିନ ତଳେ ପିଲାମାନେ ଷ୍ଟ୍ରାଇକ୍ କରିବେ ବୋଲିକା ପୋଷ୍ଟର ମତେ ସେଣ୍ଡ କରିଥିଲେ କି ସାର୍ ଆମେ ଷ୍ଟ୍ରାଇକ୍ କରିବୁ 45,000 ର ଭ୍ୟାକେନ୍ସି ଯୋଉଟା କି ଏକକାଳୀନ ସେମାନେ ବାହାର କରିବା ପାଇଁ ଦାବି କରୁଥିଲେ ପିଲାମାନେ ଯୋଉମାନେ ଆଶାୟୀ ରହିଲେ। କିନ୍ତୁ ଗଭର୍ଣ୍ଣମେଣ୍ଟ ତାଙ୍କୁ ଗୋଟେ ଏମିତିକା ପ୍ରକାର ଝଟକା ଦେଇଛି କି 45,000 କଣ ଆମେ ତମକୁ 5,000 ଭ୍ୟାକେନ୍ସି ଦବୁ, ଓଟ ମୁହଁରେ ଜିରା ଦବୁ। ଓକେ, ଇଏ ଗଭର୍ଣ୍ଣମେଣ୍ଟର ଗୋଟେ ପ୍ରକାର ଆମେ କହିପାରିବା ଚାଲ। କଣ ପାଇଁ ଜାଣିଛନ୍ତି? ଏବେ 5,000 ଆପଣଙ୍କୁ ଭ୍ୟାକେନ୍ସି ଦବ, ଯେତେବେଳେ ଇଲେକ୍ସନ ଟାଇମ ଆସିବ ସେତେବେଳକୁ ହ୍ୟୁଜ ଭ୍ୟାକେନ୍ସି ଦବ ଏବଂ ଭୋଟ ସବୁ ସେତକ ନବ। ହ୍ୟୁଜ କଥା, ସେ ପିଲାଙ୍କର ଭାଗ୍ୟ ଭବିଷ୍ୟତ ଅନ୍ଧକାରକୁ ଯାଉ। 5,000 ଭ୍ୟାକେନ୍ସି ଆସିବ ବୋଲିକା ଇଏ ଯୋଉ ପ୍ରୋସେସ ରହିଛି ବାସ୍ତବରେ ଏ ଅପଡେଟ ଯଦି ସତ ହେଇଥାଏ, ଏ ଅପଡେଟ ତ ମତେ ପିଲାମାନେ ପଠେଇଛନ୍ତି, ଯଦି ଏଇ ଅପଡେଟ ସତ ହେଇଥାଏ ତେବେ ଏ ବହୁତ ବଡ ଝଟକା ହଉଛି ପ୍ରତ୍ୟେକ ଆଶାୟୀଙ୍କ ପାଇଁ। ଆଉ ଯୋଉମାନେ ବି ସ୍ୱପ୍ନ ଦେଖୁଥିଲେ କି 20,000 ଭ୍ୟାକେନ୍ସି 15,000 ଭ୍ୟାକେନ୍ସି ଆଉ ଆମେ ଆରାମସେ ପାଇଯିବୁ, କ୍ୱାଲିଫାଇ କରିଯିବୁ, ଆଉ 5,000 ଭ୍ୟାକେନ୍ସି ଆସିଲେ କଣ ହବ ନା ପ୍ରିଲିମ୍ ଆଉ ମେନ୍ ଏକ୍ସାମ ହବ। ବିଏଡ୍ ପିଲା ପକେଇବେ, ସିଟି ପିଲା ବି ଫର୍ମ ପକେଇବେ, ଆଉ କମ୍ପିଟିସନ କଟଅଫ ଆକାଶ ଛୁଆଁ। ସେଇ ଅନୁସାରେ ତମେ ମାନେ ପାଠ ପଢ ପିଲେ, ଯୋଉମାନେ ବି ପାଠ ପଢିବା ପାଇଁ ଚାହୁଁଛ, ଆଉ ଯୋଉମାନେ ଷ୍ଟାର୍ଟ ନ କରିଛ ଆଉ ଅନାଉନି, ଦେଖନି ଆଉ କିଛି ଭାବନି, ପାଠ ପଢ। ଆଉ ତୁମମାନଙ୍କ ପାଖରେ ଅପସନ କିଛି ନାହିଁ ହେଲା। ପାଠ ପଢ। ଅଭିଯୋଗ ବିବରଣୀ, ଅଭିଯୋଗ ବର୍ଗ ସର୍ଭିସ ମେମ୍ବର୍ସ, ଅଭିଯୋଗ ଦାଖଲ ତାରିଖ ହେଇଥିଲା 11 ଫେବୃଆରୀରେ, ବର୍ଣ୍ଣନା ରିଗାର୍ଡିଂ ସର୍ଭିସ ଅପଡେଟ ଥିଲା। 5,000 ପୋଷ୍ଟ ଆସିବ ସେଠି, ଯୋଉଟାକୁ ଆମେ କହୁଛେ ଆସିଷ୍ଟାଣ୍ଟ। ଆଉ ସିଏ ପୁଣି କଣ୍ଟ୍ରାକ୍ଚୁଆଲ ଆସିବ କି ରେଗୁଲାର ରହିବ, ସିଏ ନେଇକି ମଧ୍ୟ କିଛି ବି ଡିସିସନ ଗଭର୍ଣ୍ଣମେଣ୍ଟ ଏଯାବତ ନେଇପାରୁନି, ଯୋଉଟା କି ସେ ପୋଷ୍ଟିଂ ଦେଇଥିଲା ପ୍ରିଭିୟସ ପୋଷ୍ଟ ସେଠିର। ଆଉ 11,000 12,000 ସାଲାରୀ ଯୋଉଟା କି ଫାଇନାଲି ଆକାଉଣ୍ଟକୁ କ୍ରେଡିଟ ଯାହା ବି ହଉଛି, ତ ସେଥିପାଇଁ ତୁମକୁ ବହୁତ ସଂଘର୍ଷ କରିବା ପାଇଁ ପଡିବ ଓଡ଼ିଶାରେ ହେବା ପାଇଁ ବର୍ତ୍ତମାନ। ତ ମାଷ୍ଟର ବିନା ଆଇକ୍ୟୁ ଟେଲିଗ୍ରାମ ଚ୍ୟାନେଲ ସମସ୍ତେ ଜଏନ୍ କରିନିଅ। ଏଥିରେ ପ୍ରତ୍ୟେକ ଅପଡେଟ ତୁମମାନଙ୍କୁ ଦିଆଯାଉଛି। ଆମର ଯାହା ବି ଟିଚିଂ ଆଉ ନନ୍ ଟିଚିଂ ହେଲା, ଯେମିତିକା ଏବେ ରିସେଣ୍ଟଲି ଆର୍ଆଇ ଏଆର୍ଆଇ ଅମିନ ଏଇସବୁର ପ୍ରିଲିମ୍ ରେଜଲ୍ଟ ଆସିଲା, ଯାହା ବି ସବୁ ଗଭର୍ଣ୍ଣମେଣ୍ଟ ଅପଡେଟ ଏଥିରେ ଦିଆଯାଉଛି। ଏଥିରେ ସମସ୍ତେ ଜଏନ୍ କରିନିଅ। ଓଡ଼ିଶା ଜେଟି ପାଇଁ ବି ମୁଁ କ୍ଲାସ ଷ୍ଟାର୍ଟ କରିସାରିଲାଣି ଆପ୍ ଆଉ ୟୁଟ୍ୟୁବରେ, ଯାଇକି ଚେକଆଉଟ୍ କରିନ ଏବଂ ପାଠ ପଢ ପିଲେ। ଆଉ ତୁମମାନଙ୍କ ପାଖରେ ଅପସନ ନାହିଁ। ମାନେ ଗଭର୍ଣ୍ଣମେଣ୍ଟ ଉପରେ ଆଶା ରଖନି କି ମତେ ଇଏ 20,000 ଭ୍ୟାକେନ୍ସି ଦେଇଦବ ଏଇ ବର୍ଷ କାଢିକି, ଆଉ ମୁଁ ପଢିବି, ମୋ ଚାକିରି କରିଦେବି, ଆଉ ମୋ ପରିବାରକୁ ଭରଣ ପୋଷଣ କରିବି, ସେ ଆଶା ଆଉ ରଖନି। ଓକେ, କି ଏତିକି ଭ୍ୟାକେନ୍ସି ଆସିଲେ ମୋ ପାଇଁ ଟିକେ କୋହଳ ହବ, କୋହଳ ଆଶା ରଖନି, ପାଠ ପଢ। ଓକେ, তুমি ଯେକୌଣସି ବି କାଷ୍ଟ ହୁଅ, ଯେକୌଣସି ବି ଜେଣ୍ଡର ହୁଅ, ପାଠ ପଢିବା ପାଇଁ ପିଲେ ପଢିବ। ବର୍ତ୍ତମାନ ସମୟରେ ଯୋଉଟା ତମେ ଆଶା ରଖିଦବ ସେଇଟା ନିରାଶା ରୂପରେ। ଓକେ, ତ ଠିକ ଅଛି, ଏ ଥିଲା କିଛି ଅପଡେଟ ଯୋଉଟା କି ପିଲାମାନେ ସେୟାର କରିଥିଲେ କି ସାର୍ ଏଇ ରିଗାର୍ଡିଂ ଟିକେ ଜଣେଇ ଦିଅନ୍ତୁ ପିଲାମାନଙ୍କୁ, ଆମେ ଏ ଅପଡେଟ ପାଇଛୁ, ତ ସେଥିପାଇଁ ପିଲା ମୁଁ ଭିଡ଼ିଓ ବନେଇଲି। ଆ ଉପରେ ଯଦି ଆପଣଙ୍କର କିଛି କମେଣ୍ଟ କରିବାର ଅଛି ବା କିଛି କହିବାର ଅଛି ଭିଡ଼ିଓ ମାଧ୍ୟମରେ, ମୁଁ ତ ଜଣେଇଲି, ଆପଣଙ୍କର ଫିଡବ୍ୟାକ୍ କମେଣ୍ଟ ଜଣେଇବେ। ନିଜ ଫ୍ରେଣ୍ଡସ୍ ମାନଙ୍କୁ ଜଲ୍ଦି ଜଲ୍ଦି ସେୟାର କରନ୍ତୁ।
ୟାକୁ ନେଇକି ନିହାତି ଭାବରେ ଗୋଟେ ବିହିତ ପଦକ୍ଷେପ ନବା ଦରକାର ପିଲେ, କାହିଁକି ନା 5,000 ଗୋଟେ ଭ୍ୟାକେନ୍ସି ଗୋଟେ 6,500 ଭଳିଆ ସିଟ୍ ପୁରା ରହିଛି ଆମର ଓଡ଼ିଶାର ସିଟିରେ। ଯୋଉ ପିଲାମାନେ ସିଟି ଏଣ୍ଟ୍ରାନ୍ସ ଦଉଛନ୍ତି 6,500 ସିଟ୍ ଅଛି। 3 ବର୍ଷର ଯଦି 23, 24, 25 ଦେଖିବା ଲାଷ୍ଟ ଇୟରରେ ଇଏ ପାଖାପାଖି 19,500 ପିଲା ତ ଟ୍ରେନିଂ ନେଇଛନ୍ତି 3 ବର୍ଷ ଭିତରେ ଲାଷ୍ଟରେ। ପୁଣି ବିଏଡ୍ ପିଲା ଭିତରେ ଅଛନ୍ତି ଯୋଉ ପେପର 2 ବି ପକେଇବେ, ପେପର 1 ଯୋଉମାନଙ୍କର ବ୍ରିଜ କୋର୍ସ ରହିଥିବ ସେମାନେ ବି ପକେଇବେ। ମାନେ କଣ ଇଏ ଚାଲିଛି? ଓକେ, ଚାଲ ଭିଡ଼ିଓଟିକୁ ଜଲ୍ଦି ଜଲ୍ଦି ସେୟାର କରିଦିଅ ନିଜ ଫ୍ରେଣ୍ଡସ୍ ମାନଙ୍କ ପାଖକୁ। ଦୁଃଖଦ ଖବର ପିଲେ ମାନେ ଆଶା ନିରାଶା ରୂପରେ ପରିଚିତ ହେବା ପାଇଁ ଯାଉଛି, ଇଏ ହଉଛି କଥା। ଆଉ ଅଲ୍ଟିମେଟ୍ ସୋର୍ସ ପିଲେ ବା ଆମେ କହିପାରିବା ଆମର ଗୋଟେ ଯୋଉ ଆଶା ରହିଥିଲା ସିଏ ଯାହା ତ ହଉଛି ହଉଛି, ଆପଣମାନେ ଅବହେଳା କରନ୍ତୁନି ପ୍ରିପାରେସନ୍। ଓକେ, ତ 15,000 ଭ୍ୟାକେନ୍ସି ଆସିବ, 20,000 ଭ୍ୟାକେନ୍ସି ଆସିବ କହିକି ଆମେ ଯେମିତିଆ ଭାବୁଥିଲେ, ମେ ବି ତାଠୁ କମ୍ ଆସିପାରେ। ପଢୁଥା, କମ୍ପିଟିସନ୍ ହଉ। ଓକେ, ତ ଚାଲ ପିଲେ, ମୋର କ୍ଲାସ୍ ବି ଅଛି ଏଠି ରହିବେ 8:30 ହାଫ୍ରେ। OSSC କ୍ଲାସ୍ ଅଛି, ତ ମୁଁ ରଖୁଛି। ଓକେ, ନେକ୍ସଟ ଲେକ୍ଚରରେ